କାଳବୈଶାଖୀରେ ଚାରିଆଡ଼େ ଖାଲି କୁଆପଥର ମାଡ଼ ଦେଖିଲେ ମନେ ପଡ଼ିଲା ପିଲାବେଳ କଥା। କୁଆପଥର ଯେତେବେଳେ ମାଡ଼ ହେବ ସେତେବେଳେ ଏଇ ଏପ୍ରିଲ ମାସରେ ସକାଳୁଆ ସ୍କୁଲରୁ ଆସି ଖାଇ ପିଇକି ଶୋଇକି ଉଠିଲା ବେଳକୁ ଅନ୍ଧାରୁଆ ହେଇକି ବର୍ଷା ଏବଂ କୁଆପଥର ଦୌଡ଼ା ଦୌଡ଼ି ହେଇକି ଭାଇ ଭଉଣୀ ଆମେ ଯିବୁ। ପାଖ ପଡ଼ିଶା ଯେତେ ଛୁଆ ସମସ୍ତେ ବାହାରି ପଡ଼ିବେ। ସେତେବେଳେ ପଲିଥିନ୍ ଜରି ନଥାଏ, ଗୋଟେ ଗୋଟେ ପାତ୍ର ଧରିକି ଷ୍ଟିଲ୍ ଗାଙ୍ଗୁଲା ଧରିକି ଦୌଡ଼ିଥିବୁ ସମସ୍ତେ। ଛପର ଘର ଉପରେ ବଡ଼ ବଡ଼ କୁଆପଥର ପଡ଼ୁଥିବ, ଗଡ଼ି ଗଡ଼ିକି ସେ ପାହାଡ଼ରୁ ପଥର ଗଡ଼ିଲା ଭଳିଆ ଆସୁଥିବ। ତାକୁ ଧରି ପକେଇବୁ, 8ଟା 10ଟା ଯାହାର ହେଇଗଲା ସେ ଖୁସି। ଆଉ ଯିଏ ନ ପାଇଲା ଚାଳରୁ ଖସୁଥିବା ସିଏ ଦୌଡ଼ିବ ବାଡ଼ି ଆଡ଼କୁ। ଦେବଦାରୁ ବଣ ପତ୍ର ଗଦା ହେଇଥିବ, ଆମ୍ବ ପତ୍ର ଗଦା ହେଇଥିବ, ତାରି ଉପରେ ଚକଚକ୍ ଚକଚକ୍ କରିକି ହୀରା ଭଳିଆ ସେଗୁଡ଼ିକ ଜଳୁଥିବ। ଗୋଟେଇ ପକେଇବୁ, ଯିଏ ଯେତେ ପାଇଲା ପେଲା ଠେଲା ଭିତରେ 10-12ଟା ପାଇଲେ ତା ଭିତରୁ 2ଟା ପାଟିରେ ପକେଇ ଦେଉଥିବୁ, କାରଣ ଅଧିକାଂଶ ତା ଭିତରୁ ଘରକୁ ଆଇଲା ବେଳକୁ ମେଲ୍ଟ ହେଇଯାଇଥିବ। ପାଟିରେ ସେଗୁଡ଼ିକ ପଡ଼ିଲେ ପାଟି ଥଣ୍ଡା ଥଣ୍ଡା ଶୀତେଇ ଯାଉଥିବ, କିନ୍ତୁ ସିଏ ଗୋଟେ ଭିନ୍ନ ପ୍ରକାର ମଜା। ଆଇସ୍କ୍ରିମ୍ର ମିଠା ସେଥିରେ ନଥାଏ, କିନ୍ତୁ ତା'ର ମଜା ଥାଏ। ଯେତେବେଳେ 2ଟା 4ଟା ଖାଇ ଦେଇକି ଗୋଟେ ସପ୍ତାହରେ 2-4 ଥର କୁଆପଥର ମାଡ଼ ହେଇଯିବ, ତାପରେ ଘରେ କହିବେ ଗରମରେ ଏଇ ଯେଉଁ କୁଆପଥର ଖାଉଛୁ ଏଡ଼େ ଏଡ଼େ ହେଇକି ବଥ ବାହାରିବ। ସତରେ ବି ସେ ଗରମ ବେଳେ ପିଲାବେଳେ ମୁଣ୍ଡ ଫୁଣ୍ଡ ସବୁଆଡ଼େ ଖାଲି ଏଡ଼େ ଏଡ଼େ କରିକି ବଥ ବାହାରେ, ଏବଂ ତା'ର କାରଣ କୁଆପଥର ବୋଲି ଘରେ କହନ୍ତି, ଅନ୍ଧବିଶ୍ୱାସ ହେଇଥାଇପାରେ। ଏବେ ଆଉ କୁଆପଥର ପ୍ରାୟ ଦେଖିବାକୁ ମିଳୁନାହିଁ। ବହୁତ ବର୍ଷ ପରେ ମଧ୍ୟ କାଲି ରାଜ୍ୟର ପ୍ରାୟ 5-10ଟି ଜାଗାରେ ଅତି ମାତ୍ରାରେ କୁଆପଥର ମାଡ଼ ହୋଇଛି। ଆଉ ଯେଉଁମାନେ ପରିବାପତ୍ର ଲଗାଇଥାନ୍ତି, ଚାଷ ଲଗାଇଥାନ୍ତି, ତାଙ୍କର ତ ଚିନ୍ତା ପଡ଼ିଯାଏ କୁଆପଥର, କାରଣ ବହୁତ କ୍ଷତି କରେ ପରିବା ଚାଷକୁ, ବିଲାତି ଚାଷକୁ। ଏବଂ ପରିବା ଯେତେବେଳେ ଉଠି ଆସୁଥିବ ସେତିକିବେଳେ କୁଆପଥର ତାକୁ ସର୍ବନାଶ କରିଦିଏ। ଯାହା ହେଲେ ବି ଏ ପ୍ରକୃତିର ଦାନ। କୁଆପଥର ମାଡ଼ ଯିଏ ଦେଖିଛି ସେ ଖୁସି ହେଇଛି। ବେଳେବେଳେ ଏତେ ବଡ଼ ବଡ଼ କୁଆପଥର ପଡ଼େ, ଲାଗେ ଯେମିତି ପାହାଡ଼ରୁ ଖଣ୍ଡ ଖଣ୍ଡ ପଥର ଡାଇନାମାଇଟ୍ ବିସ୍ଫୋରଣ ପରେ ଆସିକି ପହଞ୍ଚିଛି। ଏବଂ ସେଇ କଥାକୁ ମନେ ପକାଇଲେ ଗୋଟିଏ କଥା ମନେ ପଡ଼ୁଛି, ଡେରିରେ ହେଲେ ବି, କିଛି ବର୍ଷ ଅନ୍ତରରେ ହେଲେ ବି ପ୍ରକୃତି ତା'ର ଖେଳ ଦେଖେଇଛି। ପୁଣି ଥରେ କୁଆପଥର ଦେଖିବାକୁ ମିଳିଲା, ଆଜିର ଛୁଆ ତାକୁ ଦେଖିଲେ।